ବାର ଏକ ପରଶୁରାମ ଭେଟ। 12 ଏକ ପରଶୁରାମ ଭେଟ। 22 ଏକ ପରଶୁରାମ ଭେଟ। ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀ ଓ ଉତ୍ତର। କ ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ। ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। 1 ମିଥିଳା କଟକରୁ ବାହାରି ରାମସୀତା କେଉଁଠି ରହିଲେ? କ ବରୁଣପୁରରେ, ଖ ବୈଶାଳୀପୁରରେ, ଗ ଜନକପୁରରେ, ଘ ଦଣ୍ଡଜବନରେ, ଖ ବୈଶାଳୀପୁରରେ। 2 ବିଶ୍ୱାମିତ୍ରଙ୍କ ଆଶ୍ରମ କେଉଁଠି ଅବସ୍ଥିତ? କ ସିଦ୍ଧବନ, ଖ ଚିତ୍ରକୂଟବନ, ଗ ପଞ୍ଚବଟୀବନ, ଘ ଦଣ୍ଡଜବନ, କ ସିଦ୍ଧବନ। 3 ମନୁଷ୍ୟ ଶରୀର ଉପରେ କେଉଁ ପକ୍ଷୀ ବସିଥିର ରାଜା ଦଶରଥ ଦେଖୁଥିଲେ? କ ଶୁକ, ଖ ସାରି, ଗ କାକ, ଘ ପିକୌ, ଗ କାକ। 4 ରେଣୁକା ନନ୍ଦନ କିଏ? କ ଗୌତମ, ଖ ବସି, ଗ ପରଶୁରାମ, ଘ ବିଶ୍ୱାମିତ୍ର, ଗ ପରଶୁରାମ। 5 ପରଶୁରାମଙ୍କର ଧ୍ୟାନ କିପରି ଭାଙ୍ଗିଲା? କ ବୀରତୁର ଶବ୍ଦରେ, ଖ ଘଡ଼ଘଡ଼ି ଶବ୍ଦରେ, ଗ ଶାର୍ଦୂଳ ରବରେ, ଘ ପକ୍ଷୀଙ୍କ କାକଳିରେ, କ ବୀରତୁର ଶବ୍ଦରେ। 6 ପରଶୁରାମ କଟିରେ କି ଛାଲ ପିନ୍ଧିଥିଲେ? କ ବ୍ୟାଘ୍ର ଛାଲ, ଖ ସିଂହ ଛାଲ, ଗ ସମ୍ବର ଛାଲ, ଘ କୃଷ୍ଣାଜିନ ଛାଲ, ଘ କୃଷ୍ଣାଜିନ ଛାଲ। 7 ପରଶୁରାମଙ୍କର କୋଦଣ୍ଡର ନାମ କ ନଥିଲା? କ ସାରଙ୍ଗ, ଖ ଶିବ, ଗ ଗାଣ୍ଡିବ, ଘ ବୈଷ୍ଣବ, ଘ ବୈଷ୍ଣବ। 8 ପରଶୁରାମଙ୍କ କୋଠାରକୁ କବି କାହା ସହିତ ତୁଳନା କରିଛନ୍ତି? କ କାଳଦଣ୍ଡପ୍ରାୟ, ଖ କାଳଦଣ୍ଡପ୍ରାୟ, ଗ ଧର୍ମଦଣ୍ଡପ୍ରାୟ, ଘ ତୁଳାଦଣ୍ଡପ୍ରାୟ, ଖ କାଳଦଣ୍ଡପ୍ରାୟ। 9 ପରଶୁରାମଙ୍କର ପିତାଙ୍କ ନାମ କ ନ? କ ଯମଦଗ୍ନି, ଖ ଶୁକଦେବ, ଗ ଗୌତମ, ଘ ଅତ୍ରି, କ ଯମଦଗ୍ନି। 10 ଭୃଗୁପତି କିଏ? କ ରାମ, ଖ ରାବଣ, ଗ ଅଗସ୍ତି, ଘ ପରଶୁରାମ, ଘ ପରଶୁରାମ। 11 ଶିବଧନୁରେ କେଉଁ ଅସୁରର ମୃତ୍ୟୁ ହୋଇଥିଲା? କ ତାରକାସୁର, ଖ ତ୍ରିପୁରାସୁର, ଗ ଗୌତମ, ଘ ବୃତ୍ତାସୁର, ଖ ତ୍ରିପୁରାସୁର। 12 ପରଶୁରାମ କ ନଥିଲେ? କ ତାରକାସୁର, ଖ ତ୍ରିପୁରାସୁର, ଗ କ୍ଷତ୍ରିୟ, ଘ ବୃତ୍ତାସୁର, ଗ କ୍ଷତ୍ରିୟ। ଖ କ୍ଷୁଦ୍ର ଉତ୍ତରମୂଳକ ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ। ଗୋଟିଏ ବାକ୍ୟରେ ଉତ୍ତର ଲେଖ। 1 ପରଶୁରାମ ଭେଟ କବିତାର କବି କିଏ? ଓ ପଞ୍ଚସଖା ଗୋଷ୍ଠୀର ବରେଣ୍ୟ ସାଧକ ଓ ଜଗମୋହନ ରାମାୟଣ ର ସ୍ରଷ୍ଟା ଭକ୍ତ କବି ବଳରାମ ଦାସ ପରଶୁରାମ ଭେଟ କବିତାର କବି ଅଟନ୍ତି। 2 ପରଶୁରାମ ଭେଟ କେଉଁ ପୁରାଣ ଗ୍ରନ୍ଥରୁ ଆସିଛି? ଓ ପରଶୁରାମ ଭେଟ କବିତାଟି ବଳରାମ ଦାସଙ୍କ ବିରଚିତ ଜଗମୋହନ ରାମାୟଣ ରୁ ଗୃହୀତ। 3 ରାମାୟଣର କେଉଁ କାଣ୍ଡରୁ ପରଶୁରାମ ଭେଟ କବିତା ଆସିଛି? ଓ ରାମାୟଣର ଆଦିକାଣ୍ଡରୁ ପରଶୁରାମ ଭେଟ କବିତା ଆସିଛି। 4 ସୀତାଙ୍କ ସ୍ୱୟମ୍ବରରେ ରାମଚନ୍ଦ୍ର କେଉଁ ଧନୁ ଭଗ୍ନ କରିଥିଲେ? ଓ ଜନକନନ୍ଦିନୀ ସୀତାଙ୍କ ସ୍ୱୟମ୍ବରରେ ରଘୁକୁଳତିଳକ ରାମଚନ୍ଦ୍ର ଶିବଧନୁ ଭଗ୍ନ କରିଥିଲେ। 5 ପରଶୁରାମଙ୍କର କାହା ସହିତ ଭେଟ ହେବା କଥା କବିତାରେ କୁହାଯାଇଛି? ଓ ପରଶୁରାମଙ୍କର ଦଶରଥନନ୍ଦନ ଶ୍ରୀରାମଙ୍କ ସହିତ ଭେଟ ହେବା କଥା କବିତାରେ କୁହାଯାଇଛି। 6 ବିଶ୍ୱାମିତ୍ରଙ୍କ ଆଶ୍ରମ କେଉଁଠାରେ ଅବସ୍ଥିତ? ଓ ମହର୍ଷି ବିଶ୍ୱାମିତ୍ରଙ୍କ ଆଶ୍ରମ ସିଦ୍ଧବନରେ ଅବସ୍ଥିତ। 7 ପରଶୁରାମଙ୍କ ଆଶ୍ରମ କେଉଁଠାରେ ଅବସ୍ଥିତ? ଓ ପରଶୁରାମଙ୍କ ଆଶ୍ରମ ସିଦ୍ଧବନରେ ଅବସ୍ଥିତ। 8 ରାଜା ଦଶରଥଙ୍କର କେଉଁ ନୟନ ଘନ ଘନ ସ୍ଫୁରଣ ହେଉଥିଲା? ଓ ଅଯୋଧ୍ୟାପତି ଦଶରଥଙ୍କର ବାମ ନୟନ ଘନ ଘନ ସ୍ଫୁରଣ ହେଉଥିଲା। 9 ରାଜା ଦଶରଥଙ୍କର କୁଳଗୁରୁ କିଏ? ଓ ଋଷିଶ୍ରେଷ୍ଠ ମହର୍ଷି ବଶିଷ୍ଠ ରାଜା ଦଶରଥଙ୍କର କୁଳଗୁରୁ ଅଟନ୍ତି। 10 ପରଶୁରାମ ପିଠିରେ କେଉଁ ଛାଲ ପରିଧାନ କରିଥିଲେ? ଓ ପରଶୁରାମ ପିଠିରେ ବ୍ୟାଘ୍ର ଛାଲ ପରିଧାନ କରିଥିଲେ। 11 ଭୃଗୁପତି କିଏ? ଓ ମହାତେଜା ପରଶୁରାମ ଭୃଗୁପତି ଅଟନ୍ତି। 12 ପରଶୁରାମଙ୍କର ପିତାଙ୍କ ନାମ କ ନ? ଓ ପରଶୁରାମଙ୍କର ପିତାଙ୍କ ନାମ ଯମଦଗ୍ନି ଅଟେ। 13 ପରଶୁରାମଙ୍କର ଜଟା କେଉଁ ବର୍ଷ? ଓ ପରଶୁରାମଙ୍କ ଜଟା ପିଙ୍ଗଳ ବର୍ଣ୍ଣ ଥିଲା। 14 ପରଶୁରାମ କର୍ଷରେ କ ନ ପିନ୍ଧିଥିଲେ? ଓ ପରଶୁରାମ କଣ୍ଠରେ କୁଣ୍ଡଳ ପିନ୍ଧିଥିଲେ। 15 ପରଶୁରାମଙ୍କର କଟିରେ କ ନଥିଲା? ଓ ପରଶୁରାମ କଟିରେ କୃଷ୍ଣାଜିନ ଛାଲ ପରିଧାନ କରିଥିଲେ। 16 ପରଶୁରାମଙ୍କର ଡାହାଣ ହସ୍ତରେ କେଉଁ ଅସ୍ତ୍ର ଥିଲା? ଓ ପରଶୁରାମଙ୍କର ଡାହାଣ ହସ୍ତରେ କୋଠାର ଅସ୍ତ୍ର ଥିଲା। 17 ଇନ୍ଦ୍ରଦେବ କେଉଁ ଧନୁ ଧରିବାକୁ ଅକ୍ଷମ ଥିଲେ? ଓ ସ୍ୱର୍ଗାଧୁପତି ଇନ୍ଦ୍ରଦେବ ଶିବଧନୁ ଧାରଣ କରିବାକୁ ଅକ୍ଷମ ଥିଲେ। 18 ରାମଚନ୍ଦ୍ର କାହା ପ୍ରତି କ୍ରୋଧ ନ କରିବା କଥା କହିଛନ୍ତି? ଓ ରାମଚନ୍ଦ୍ର ଗୁରୁ ବ୍ରାହ୍ମଣ ତଥା ବ୍ରାହ୍ମଣକୁଳ ଦାତା ପରଶୁରାମଙ୍କ ପ୍ରତି କ୍ରୋଧ ନ କରିବା କଥା କହିଛନ୍ତି। 19 ଶିବଧନୁରେ କେଉଁ ଅସୁରର ପ୍ରାଣ ଯାଇଥିଲା? ଓ ତ୍ରିପୁର ବିଜୟୀ ତ୍ରିପୁରାପୁରର ଶିବଧନୁରେ ପ୍ରାଣ ଯାଇଥିଲା। 20 ପରଶୁରାମ ରାମଚନ୍ଦ୍ରଙ୍କୁ କେଉଁ ଦିବ୍ୟଧନୁ କଥା କହିଛନ୍ତି? ଓ ଯେଉଁ ଧନୁକୁ ସ୍ୱର୍ଗାଧୁପତି ଇନ୍ଦ୍ର ଧାରଣ ପାଇଁ ଅସମର୍ଥ ଥିଲା ଓ ଯେଉଁ ଧନୁରେ ତ୍ରିପୁରାପୁରର ବିନାଶ ହୋଇଥିଲା ସେହି ଦିବ୍ୟଧନୁ କଥା ପରଶୁରାମ ଶ୍ରୀରାମଙ୍କୁ କହିଛନ୍ତି। 21 ରାମଚନ୍ଦ୍ର ପରଶୁରାମଙ୍କଠାରୁ କୋଦଣ୍ଡ କେଉଁ ହସ୍ତରେ ନେଇଥିଲେ?
ଓ ରାମଚନ୍ଦ୍ର ପରଶୁରାମଙ୍କଠାରୁ କୋଦଣ୍ଡ ଦକ୍ଷିଣ ହସ୍ତରେ ଗ୍ରହଣ କରିଥିଲେ। 22 ରଘୁମଣି କିଏ? ଓ ଦଶରଥନନ୍ଦନ ଶ୍ରୀରାମଚନ୍ଦ୍ର ରଘୁମଣି ଅଟନ୍ତି। ଗ କ୍ଷୁଦ୍ର ଉତ୍ତରମୂଳକ 2 ନମ୍ବର ବିଶିଷ୍ଟ ପ୍ରଶ୍ନ। 2ଟି ବାକ୍ୟରେ ଉତ୍ତର ଲେଖ। ଲେଖା ଓ ଲେଖକଙ୍କ ସୂଚନା ପାଇଁ 1 ନମ୍ବର ଓ ଉତ୍ତର ପାଇଁ 1 ନମ୍ବର। 1 କବି ବଳରାମ ଦାସଙ୍କର 2 ଖଣ୍ଡ ପୁସ୍ତକର ନାମ ଲେଖ। ଓ ଆଲୋଚ୍ୟ ପରଶୁରାମ ଭେଟ ଶୀର୍ଷକ କବିତାଟି ଉଦ୍ଧାର କରାଯାଇଛି। ବଳରାମ ଦାସଙ୍କର ଅନ୍ୟ 2 ଖଣ୍ଡ ପୁସ୍ତକର ନାମ ହେଲା 1 ବଟ ଅବକାଶ ଓ 2 ଭାବ ସମୁଦ୍ର। 2 ରାମସୀତାଙ୍କ ବିବାହ ପରେ ମିଥିଳା କଟକରୁ ଆସିଲାବେଳେ ରାଜାମାନେ ସେମାନଙ୍କୁ କ ନ ଦେଇଥିଲେ। ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି ବଳରାମ ଦାସଙ୍କ ରଚିତ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। କବିଙ୍କ ବର୍ଣ୍ଣନାନୁଯାୟୀ ଦଶରଥନନ୍ଦନ ଶ୍ରୀରାମ ଜନକନନ୍ଦିନୀ ସୀତାଙ୍କୁ ବିବାହ ପରେ ଅଯୋଧ୍ୟା ପ୍ରତ୍ୟାଗମନ ପଥରେ ପଥପାର୍ଶ୍ୱର ରାଜ୍ୟର ରାଜାମାନେ ସେମାନଙ୍କୁ ବିଭିନ୍ନ ଉପହାରମାନ ପ୍ରଦାନ କରି ଆପ୍ୟାୟିତ କରିଥିଲେ। 3 ସିଦ୍ଧବନରେ କାହା ସହିତ ଭେଟ ହେଲେ ବିପଦର ଆଶଙ୍କା ରହିଛି ବୋଲି ବଶିଷ୍ଠ କହିଛନ୍ତି। ଓ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କର ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। ଏଠାରେ ମହର୍ଷି ବଶିଷ୍ଠ କ୍ଷତ୍ରିୟ ଦର୍ପ ଦଳନ ଯମଦଗ୍ନିଙ୍କ ପୁତ୍ର ପରଶୁରାମଙ୍କ ସହିତ ସିଦ୍ଧବନରେ ଭେଟ ହେଲେ ବିପଦର ଆଶଙ୍କା ରହିଛି ବୋଲି ସତର୍କ ବାଣୀ ଶୁଣାଇଛନ୍ତି। 4 ସୈନ୍ୟ ସାମନ୍ତ ଯାଇ ରାଜା ଦଶରଥଙ୍କୁ କ ନ କହିଲେ। ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ବିରଚିତ ଜଗମୋହନ ରାମାୟଣର ଅଂଶବିଶେଷ ଅଟେ। ପ୍ରଳୟ ଅନଳ ସମାନ ଭୟଙ୍କର ଓ ସୂର୍ଯ୍ୟଙ୍କ ସମ ତେଜସ୍ୱୀ ପରଶୁରାମଙ୍କ ଆଗମନରେ ସୈନ୍ୟମାନେ ଅତିଶୟ ଭୟଭୀତ ହୋଇ ମହାରାଜା ଦଶରଥଙ୍କୁ ତାଙ୍କର ପଥରୋଧ କରିବା ସମାଚାରକୁ ଅବଗତ କରାଇଥିଲେ। 5 ପରଶୁରାମଙ୍କର ଆଗମନ କଥା ଶୁଣି ରାଜା ଦଶରଥଙ୍କ ଅବସ୍ଥା କ ନ ହୋଇଥିଲା। ଓ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ବିରଚିତ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଯେ ପରଶୁରାମଙ୍କ ଆଗମନ ସମ୍ବାଦ ଅବଗତ ହୋଇ ରାଜା ଦଶରଥ ହତୋତ୍ସାହିତ ହୋଇ ବିଧାତାଙ୍କୁ ସୁମରଣା କରି ଦୁଃଖରେ ଦୀର୍ଘଶ୍ୱାସ ସହ ବଶିଷ୍ଠଙ୍କୁ ଶୋକାକୁଳିତ କଣ୍ଠରେ ସମୁଚିତ ପରାମର୍ଶ ପାଇଁ ପ୍ରାର୍ଥନା କରିଛନ୍ତି। 6 ପରଶୁରାମ କେଉଁ ମୁଦ୍ରାରେ ବସିଥିଲେ ଏବଂ କି ପ୍ରକାର ବାଦ୍ୟ ଶୁଣି କ୍ରୋଧୃତ ହୋଇଥିଲେ। ଓ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ କୃତ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। ପରଶୁରାମ ଧ୍ୟାନମୁଦ୍ରାରେ ବସିଥିଲାବେଳେ ବୀରତ୍ୱର ଶୁଣି ତାଙ୍କର ସମାଧ ଭାଙ୍ଗିବା ସହ ସେ କ୍ରୋଧାନ୍ୱିତ ହୋଇପଡ଼ିଛନ୍ତି। 7 ପରଶୁରାମ ତାଙ୍କ ଶରୀରର କେଉଁ ଅଂଶରେ ନାଗବନ୍ଧ ପିନ୍ଧିଥିଲେ ଏବଂ କଟିରେ କ ନ ପରିଧାନ କରିଥିଲେ। ଓ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ମସ୍ତକରେ ନାଗବନ୍ଧ ପିନ୍ଧିବା ସହ କଟିରେ କାଛଟା ପରିଧାନ କରିଥିଲେ। 8 ପରଶୁରାମ ତାଙ୍କ ବାମ ଓ ଦକ୍ଷିଣ ହସ୍ତରେ କ ନ ଧାରଣ କରିଥିଲେ। ଓ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। ମହାତେଜା ପରଶୁରାମ ବାମ ହସ୍ତରେ ଧନୁ ଓ ଡାହାଣ ହସ୍ତରେ କୋଠାର ଅସ୍ତ୍ର ଧାରଣ କରିଥିଲେ ବୋଲି କବି ଉଲ୍ଲେଖ କରିଛନ୍ତି। 9 ପରଶୁରାମ କାହାର ନନ୍ଦନ ଥିଲେ ଓ କେଉଁ କୂଳକୁ ମଣ୍ଡନ କରିଥିଲେ। ଓ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। ପରଶୁରାମ ପିତା ଯମଦଗ୍ନି ଓ ମାତା ରେଣୁକାଙ୍କର ପୁତ୍ର ଥିଲେ ଯେ କି ଭୃଗୁକୂଳକୁ ମଣ୍ଡନ କରୁଥିଲେ। 10 ମେରୁହୁ ଗୋରୁ ଏବଂ ବଜ୍ରହୁ ଆଣ୍ଟ କାହା ବିଷୟରେ କୁହାଯାଇଛି ଏବଂ କିଏ କହିଛନ୍ତି। ଓ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। ମହାବଳଶାଳୀ ପରଶୁରାମ ଶ୍ରୀରାମ ଭଗ୍ନ କରିଥିବା ଶିବଧନୁକୁ ମେରୁହୁନ୍ ଓ ବଜ୍ରହୁନ୍ ଆଣ୍ଟ ବୋଲି ସ୍ୱମତ ବ୍ୟକ୍ତ କରିଛନ୍ତି। ଘ ଅଳ୍ପ ଦୀର୍ଘ ଉତ୍ତରମୂଳକ 3 ନମ୍ବର ବିଶିଷ୍ଟ ଅଳ୍ପ ଦୀର୍ଘ ଉତ୍ତରମୂଳକ 3 ନମ୍ବର ବିଶିଷ୍ଟ ପ୍ରଶ୍ନ। ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ। ଲେଖା ଓ ଲେଖକ ପାଇଁ 1 ନମ୍ବର ଓ ଉତ୍ତର ପାଇଁ 2 ନମ୍ବର। 1 ପକ୍ଷୀମାନେ ଘୋର କଳରବ କରି ଆକାଶରେ ଉଡ଼ିବାରୁ କେଉଁ ସୂଚନା ମିଳେ। ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡରୁ ଉଦ୍ଧାର କରାଯାଇଛି। ମର୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ମିତ୍ରାରେ ଶିବଧନୁ ଜଗମୋହନ ରାମାୟଣର ପାଣି ଗ୍ରହଣ କରିଛନ୍ତି। ମହାରାଜ ଦଶରଥ ପୁତ୍ର ବଧୂଙ୍କ ସହ ସୈନ୍ୟ ସାମନ୍ତମାନଙ୍କୁ ନେଇ ଉତ୍ସବ ମୁଖରିତ ପରିବେଶରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଶାଗୁଣା ପକ୍ଷୀର ଆକାଶରେ ଉଡ଼ିବୁଲିବା ଏବଂ କାକପକ୍ଷୀର ମନୁଷ୍ୟ ଶରୀର ଉପରେ ଆକସ୍ମିକ ଉପବେଶନ କରିବାର ଦୃଶ୍ୟ ଅବଲୋକ କରିଛନ୍ତି। ପକ୍ଷୀମାନଙ୍କର ଏହିପରି ବିଚରଣରୁ ରାଜା ଦଶରଥ ଉପସର୍ଗ ବା ଅଶୁଭ ସଂକେତ ବା ଆକସ୍ମିକ ବିପଦର ଆଶଙ୍କାରେ ମ୍ରିୟମାଣ ହୋଇ ଉଠିଛନ୍ତି। 2 ମୃଗମାନେ ଗ୍ରଦକ୍ଷଣ କରିଯିବାର ଲକ୍ଷଣ କ ନ ହୋଇପାରେ। ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି ଭକ୍ତକବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡରୁ ଅଂଶବିଶେଷ ଅଟେ। କବିଙ୍କ ବର୍ଣ୍ଣନା ଅନୁଯାୟୀ ଅଯୋଧ୍ୟାପତି ଦଶରଥ ମିଥିଳାରେ ଶ୍ରୀରାମ ପ୍ରଭୃତି ପୁତ୍ରମାନଙ୍କର ବିବାହ ସମାପନ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସମୟରେ ପଥସ୍ଥିତ ସିଦ୍ଧବନରେ ଅଶୁଭ ଲକ୍ଷଣ ବା ଉପସର୍ଗମାନ ଦୃଷ୍ଟିଗୋଚର ହୋଇଥିଲା। ସେହିସବୁ ଉପସର୍ଗମାନଙ୍କ ମଧ୍ୟରେ କାଉ ଓ ଶାଗୁଣାଙ୍କର ଆବିର୍ଭାବ ସହ ଶୃଗାଳମାନେ ଶ୍ରୀରାମଙ୍କ ଆଗରେ ବିକଟାଳ ଚିତ୍କାର କରୁଥିଲେ। ବି ମୃଗମାନେ ପ୍ରଦକ୍ଷିଣ କରିବା କଥା ପାଠ୍ୟପୁସ୍ତକ ଅନ୍ତର୍ଭୁକ୍ତ ପରଶୁରାମ ଭେଟ କବିତାରେ ଆଦୌ ଉଲ୍ଲେଖ କରାଯାଇ ନାହିଁ। 3 ରାଜା ଦଶରଥଙ୍କ ମନରେ ଆଶଙ୍କା ଦେଖାଦେଇଥିଲା କାହିଁକି।
ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ବିରଚିତ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। କବିଙ୍କ ବର୍ଣ୍ଣନା ଅନୁଯାୟୀ ରାଜା ଦଶରଥ ପୁତ୍ରବଧୂଙ୍କ ସହ ଉତ୍ସବ ମୁଖରିତ ହୋଇଥିଲା। ତାଙ୍କର ବାମ ନୟନର ସ୍ଫୁରଣ ସହ କାଉର ମଣିଷ ଶରୀରରେ ବସିବା, ଶୃଗାଳର ରଡ଼ି ସହ କୁହୁଡ଼ିର ଆବିର୍ଭାବ ପ୍ରଭୃତି ବିପରୀତ ଲକ୍ଷଣମାନ ଦୃଷ୍ଟିପଥାରୂଢ଼ ହେବାରୁ ରାଜା ଆସନ୍ନ ବିପର୍ଯ୍ୟୟର ଆଶଙ୍କାରେ ମ୍ରିୟମାଣ ହୋଇଉଠିଥିଲେ। 4. ପରଶୁରାମଙ୍କର ଧ୍ୟାନ ଭାଙ୍ଗିବାର କାରଣ କଣ? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। କବିଙ୍କ ବର୍ଣ୍ଣନାଯାୟୀ ମର୍ୟାଦା ପୁରୁଷ ଶ୍ରୀରାମ ମିଥିଲା କଟକରେ ଶିବଧନୁ ଭଗ୍ନ କରି ସୀତାଙ୍କ ପାଣିଗ୍ରହଣ ପରେ ସୈନ୍ୟ ସାମନ୍ତଙ୍କ ସହ ଉତ୍ସବ ମୁଖରିତ ପରିବେଶରେ ବୀରତ୍ୱ ବଢ଼ାଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିଲେ। ପଥପ୍ରାନ୍ତରେ ଥିବା ସିଦ୍ଧବନରେ ଧ୍ୟାନରତ ପରଶୁରାମଙ୍କର ବୀରତ୍ୱର ଧ୍ୱନି ଶ୍ରବଣ ଓ ସୈନ୍ୟମାନଙ୍କ କୋଳାହଳରେ ଧ୍ୟାନଭୀନ ହୋଇଯାଇଥିଲା। 5. ପରଶୁରାମ କ୍ଷତ୍ରିୟଙ୍କର ଶତ୍ରୁ ଥିଲେ କାହିଁକି? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣ ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। ପରଶୁରାମ ଋଷିଙ୍କର ପୁତ୍ର ଓ ବର୍ଷରେ ବ୍ରାହ୍ମଣ ଥିଲେ। ମହର୍ଷି ଯମଦଗ୍ନିଙ୍କୁ କ୍ଷତ୍ରିୟ ରାଜା ସହସ୍ରାର୍ଜୁନ କାର୍ତ୍ତବୀର୍ୟ ଅନ୍ୟାୟ ଭାବେ ହତ୍ୟା କରି ତାଙ୍କଠାରୁ କାମଧେନୁକୁ ଅପହରଣ କରିବାର ଅପଚେଷ୍ଟା କରିଥିଲେ। ତେଣୁ ପିତୃହତ୍ୟାର ପ୍ରତିଶୋଧ ପାଇଁ ମହାବାର ପରଶୁରାମ ସମସ୍ତ କ୍ଷତ୍ରିୟ ଶୂନ୍ୟ କରିବାର ଦୃଢ଼ ସଂକଳ୍ପ ଗ୍ରହଣ କରି ସେମାନଙ୍କର ଶତ୍ରୁ ହୋଇପଡ଼ିଥିଲେ। 6. ପରଶୁରାମ କ୍ରୋଧ ହେବାର କାରଣ କଣ? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। ପରଶୁରାମ ନିଜ ପିତୃହତ୍ୟାର ପ୍ରତିଶୋଧରେ ଜର୍ଜରିତ ହୋଇ କ୍ଷତ୍ରିୟମାନଙ୍କର ଦର୍ପ ଓ ବୀରତ୍ୱର ଘୋର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ମହାରାଜା ଦଶରଥ ନବବିବାହିତ ପୁତ୍ରବଧୂଙ୍କ ସହ ବୀରତ୍ୱର ବଜାଇ ସଗୌରବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ବେଳେ ସିଦ୍ଧବନସ୍ଥିତ ପରଶୁରାମ ଆଶ୍ରମରେ ଉପନୀତ ହୋଇଛନ୍ତି। ସୈନ୍ୟମାନଙ୍କ କୋଳାହଳ ଓ ବୀରତ୍ୱର ଶୁଣି ପରଶୁରାମ ପୂର୍ବର ପ୍ରତିଶୋଧକୁ ସ୍ମୃତିଚାରଣ କରି କ୍ରୋଧାନ୍ୱିତ ହୋଇପଡ଼ିଛନ୍ତି। 7. ପରଶୁରାମଙ୍କର ବେଶଭୂଷା କଣ ଥିଲା? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। କବିଙ୍କ ବର୍ଣ୍ଣନା ଅନୁଯାୟୀ ପରଶୁରାମ ଏକାଧାରାର ବିରଚିତ ଓ ତପସ୍ୱୀସୁଲଭ ବେଶଭୂଷାରେ ଶୋଭା ପାଉଥିଲେ। ତାଙ୍କର ପିଙ୍ଗଳବର୍ଣ୍ଣ ଜଟା ଶିରରେ ନାଗବନ୍ଧ, କଣ୍ଠରେ କୁଣ୍ଡଳ, କଟିରେ କୃଷ୍ଣସାର ମୃଗର ଛାଲ ଓ ତୁଳସୀ ରୁଦ୍ରାକ୍ଷରମାଳ ଦୀର୍ଘ ଦାଢ଼ି, କୁଶମନ୍ତ୍ରପଦ, ଯଜ୍ଞର ପ୍ରୋକ୍ଷଣୀ ସାଙ୍ଗକୁ ବାମ ହାତରେ ବୈଷ୍ଣବଧନୁ ଓ ଡାହାଣ ହସ୍ତରେ କୋଠାର। ତାଙ୍କର ଏକାଧାରରେ ବିରଚିତ ଓ ତପସ୍ୱୀସୁଲଭରୁ ବିଚିତ୍ର ଅଭୂଷଣର ପରିଚୟ ମିଳୁଥିଲା। 8. ପରଶୁରାମଙ୍କ ଆଗମନରେ ଦଶରଥଙ୍କ ସୈନ୍ୟ ସାମନ୍ତ ଛତ୍ରଭଙ୍ଗ ଦେଲେ ନାହିଁକି? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କର ବିରଚିତ ଜଗମୋହନ ରାମାୟଣର ଆଦ୍ୟକାଣ୍ଡରୁ ଉଦ୍ଧାର କରାଯାଇଛି। ମହାତେଜା ପରଶୁରାମଙ୍କ ବୀରବେଶ ନୟନର ଅଗ୍ନିଶମ ତେଜ ସଦର୍ଶନରେ ଅଯୋଧ୍ୟାପତି ଦଶରଥଙ୍କ ସୈନ୍ୟ ସାମନ୍ତ ମହାଭୟ ପାଇଥିଲେ। ସତେଏପରି ସୂର୍ଯ୍ୟଦେବତା ଧବଂସ ସାଧନ ନିମିତ୍ତ ସୈନ୍ୟ ସାମନ୍ତମାନେ ଛତ୍ରଭଙ୍ଗ ଦେଲେ। 9. ପରଶୁରାମଙ୍କୁ ସମ୍ମୁଖରେ ଦେଖୁ ରାଜା ଦଶରଥ କଣ କଲେ? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ କୃତ ଜଗମୋହନ ରାମାୟଣର ଆଦ୍ୟକାଣ୍ଡରୁ ଉଦ୍ଧାର କରାଯାଇଛି। ଏଠାରେ କବିଙ୍କ ବର୍ଣ୍ଣନା ଅନୁଯାୟୀ ପରଶୁରାମଙ୍କୁ ସମ୍ମୁଖରେ ଦେଖ ରାଜା ଦଶରଥ ରଥରୁ ଅବତରଣ କରି ବିନମ୍ରତାର ସହିତ ନମସ୍କାର କରିଥିଲେ। ଯମଦଗ୍ନିପୁତ୍ର ପରଶୁରାମଙ୍କ ଦର୍ଶନକୁ ସେ ତାଙ୍କର ପୁଣ୍ୟର ଫଳ ବୋଲି କହି ତାଙ୍କୁ ପ୍ରୀତ କରିବା ପାଇଁ ସ୍ତୁତିଗାନ କରିଥିଲେ। 10. ରାଜା ଦଶରଥ ପରଶୁରାମଙ୍କୁ ଗୁହାରି କରିଛନ୍ତି କାହିଁକି? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ କୃତ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। କବିଙ୍କ ବର୍ଣ୍ଣନା ଅନୁଯାୟୀ ପ୍ରାଣପ୍ରିୟ ପୁତ୍ର ଶ୍ରୀରାମଙ୍କ ପ୍ରାଣ ରକ୍ଷା ପାଇଁ ରାଜା ଦଶରଥ ପରଶୁରାମଙ୍କର ପାଦତଳେ ପଡ଼ି ଦନ୍ତରେ ତୀରଣ ଧରି ଗୁହାରି କରିଥିଲେ। ପୁତ୍ର ଶ୍ରୀରାମଙ୍କ ବଦଳରେ ତାଙ୍କୁ ନିଧନ କରି ନିଜର କ୍ରୋଧ ଶାନ୍ତ କରିବା ପାଇଁ ରାଜା ଦଶରଥ ପରଶୁରାମଙ୍କ ପାଖରେ ବ୍ୟାକୁଳ ଭାବରେ ପ୍ରାର୍ଥନା କରିଥିଲେ। 11. ବ୍ରହ୍ମଣ ବ୍ରହ୍ମ ତୁ ଯୋଗେଣ ଯୋଗେଶ୍ୱର ଏକଥା କିଏ ଓ କାହିଁକି କହିଛନ୍ତି? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅନ୍ତର୍ଭୁକ୍ତ ଅଟେ। ପ୍ରଶ୍ନାନୁଯାୟୀ ରାଜା ଦଶରଥ ପୁତ୍ର ଶ୍ରୀରାମଙ୍କ ସୁରକ୍ଷା ନିମନ୍ତେ କ୍ଷତ୍ରିୟ କୁଳ ବିନାଶକାରୀ ପରଶୁରାମଙ୍କର ବିଭିନ୍ନ ପ୍ରକାର ପ୍ରଶଂସାଗାନ କରିଛନ୍ତି। ସେ ପରଶୁରାମଙ୍କୁ ତପସ୍ୱୀଙ୍କ ଶ୍ରେଷ୍ଠ, କ୍ଷତ୍ରିୟଙ୍କର ଯମ, ଦୟା ମଧ୍ୟରେ ଧର୍ମ, ସହିଷ୍ଣୁତାରେ ଧରିତ୍ରୀ, ଜୀବରୂପୀ ବ୍ରହ୍ମ ମଧ୍ୟରେ ପରମବ୍ରହ୍ମ ଓ ସମସ୍ତ ଯୋଗର ଫଳଦାୟକ ଯୋଗେଶ୍ୱର ବୋଲି ବର୍ଣ୍ଣନା କରିଛନ୍ତି। 12. ବୀରଦର୍ପ ଗଞ୍ଜନ ମୁଁ ବୀରଙ୍କର ନାଥ ଏକଥା କିଏ ଓ କାହିଁକି କହିଛନ୍ତି? ଓ ଆଲୋଚ୍ୟ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅନ୍ତର୍ଭୁକ୍ତ ଅଟେ। କବିଙ୍କ ବର୍ଣ୍ଣନାନୁଯାୟୀ ରାଜା ଦଶରଥ ପୁତ୍ରବଧୂଙ୍କ ସହ ଉତ୍ସବମୁଖରିତ ପରିବେଶରେ ପରଶୁରାମଙ୍କ ପାଇଁ ଅସହ୍ୟ। କାରଣ ସେ ନିଜକୁ ବୀରମାନଙ୍କର ଦର୍ପ ବିନାଶକାରୀ ଭାବରେ ପ୍ରମାଣିତ କରିଛନ୍ତି। ତାଙ୍କ ଆଗରେ ବୀରତ୍ୱର ସମସ୍ତ ଦମ୍ଭ ଓ ଆସ୍ଫାଳନ ବ୍ୟର୍ଥ ଏବଂ ଯେ ବୀରତ୍ୱର ଗାରିମା ଦେଖାଏ ସେ ତାହାର ଶିରଚ୍ଛେଦ ବର୍ଣ୍ଣନା କରିଛନ୍ତି। ଦୀର୍ଘ ଉତ୍ତରମୂଳକ 5 ନମ୍ବର ବିଶିଷ୍ଟ ପ୍ରଶ୍ନ ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ। 1. ପରଶୁରାମ ଭେଟ କବିତାର ଭାବାଦର୍ଶ ଉଲ୍ଲେଖ କର କିମ୍ବା ଆଲୋଚ୍ୟ ପରଶୁରାମ ଭେଟ କବିତାର ବୈଶିଷ୍ଟ୍ୟ ପ୍ରତିପାଦନ କର। ଓ ଭକ୍ତକବି ବଳରାମ ଦାସ ପଞ୍ଚସଖା ସାହିତ୍ୟର ବରେଣ୍ୟ ସାଧକ ତଥା ବିଶିଷ୍ଟ କାବ୍ୟକାର ଥିଲେ।
ତାଙ୍କର ସମସ୍ତ ରଚନା ମଧ୍ୟରେ ଜଗମୋହନ ରାମାୟଣ ଶ୍ରେଷ୍ଠ କୃତି ଅଟେ। ଆଲୋଚ୍ୟ ଜଗମୋହନ ରାମାୟଣର ଆଦ୍ୟକାଣ୍ଡରୁ ଉଦ୍ଧାର କରାଯାଇଛି। କବିଙ୍କର ଜଗମୋହନ ରାମାୟଣ ମୂଳ ସଂସ୍କୃତ ରାମାୟଣର ଆକ୍ଷରିକ ଅନୁବାଦ ନୁହେଁ, ବରଂ ଅନ୍ୟପକ୍ଷରେ କବି ମୂଳ ରାମାୟଣର କଥାବସ୍ତୁକୁ ଆଧାର କରି ନିଜସ୍ୱ ସୃଜନୀକଳାର ସୁବିନିଯୋଗରେ ଉତ୍କଳର ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି ତଥା ଲୋକବିଶ୍ୱାସକୁ ନେଇ ଏକ ଅଭିନବ କାବ୍ୟର ସୃଷ୍ଟ କରିଛନ୍ତି। ଆଲୋଚ୍ୟ ପରଶୁରାମ ଭେଟ କବିତାଟି ଶ୍ରୀରାମଙ୍କ ଶିବଧନୁ ଭଗ୍ନ ତଥା ସୀତା ବିବାହରେ ପରବର୍ତ୍ତୀ ପର୍ଯ୍ୟାୟର କଥାବସ୍ତୁ ଅଟେ। ମର୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଜନକନନ୍ଦିନୀ ସୀତାଙ୍କ ପାଣିଗ୍ରହଣ କରି ସ୍ୱଦେଶ ଅଭିମୁଖେ ଯାତ୍ରା କରିଛନ୍ତି। ପିତା ଦଶରଥ ଓ କୁଳଗୁରୁ ବଶିଷ୍ଠଙ୍କ ସହ ଅଯୋଧ୍ୟାର ସୈନ୍ୟବଳ ବିରୋଧୁର ବଜାଇ ମହା ଉଲ୍ଲାସରେ ପ୍ରଦାନ କରିଛନ୍ତି। ସେମାନଙ୍କର ଗନ୍ତବ୍ୟ ମାର୍ଗରେ ସିଦ୍ଧବନସ୍ଥିତ ପରଶୁରାମଙ୍କର ଆଶ୍ରମ ପଡ଼ିଛି। ସେହି ସମୟରେ ରାଜା ଦଶରଥଙ୍କର ବିପରୀତ ଅଶୁଭସୂଚକ ଲକ୍ଷଣମାନ ଦୃଷ୍ଟିଗୋଚର ହୋଇଛି। ସେହିସବୁ ଉପସର୍ଗମାନଙ୍କ ମଧ୍ୟରେ ପର୍ବତ ଉପରେ ଆକସ୍ମିକ ବଜ୍ରପାତ, ଦଶରଥଙ୍କର ବାମନୟନର ସ୍ଫୁରଣ, ଶାଗୁଣା ପକ୍ଷୀର ଭ୍ରମଣ, ମନୁଷ୍ୟ ଶରୀର ଉପରେ କାକର ଉପବେଶନ ପ୍ରଭୃତି ଅନ୍ୟତମ ଥିଲା। ପୁତ୍ର ଶ୍ରୀରାମଙ୍କ ସମ୍ମୁଖରେ ମଧ୍ୟ ଶୃଗାଳର ବିକଟାଳ ରଡ଼ି ଦଶରଥଙ୍କୁ ସ୍ତବ୍ଧ କରିଦେଇଛି। ସୂର୍ଯ୍ୟଙ୍କର କିରଣ ହ୍ରାସ ସହ ଧୂମକେତୁର ଆବିର୍ଭାବ, ପ୍ରବଳ ବାତ୍ୟାର ତାଣ୍ଡବ ପ୍ରଭୃତି ଅଶୁଭ ପ୍ରାକୃତିକ ସଂଯୋଗରେ ରାଜା ଦଶରଥ ଆସନ୍ନ ବିପଦର ଆଶଙ୍କାରେ ମ୍ରିୟମାଣ ହୋଇଉଠିଛନ୍ତି। କୁଳଗୁରୁ ବଶିଷ୍ଠଙ୍କୁ ସେ ନିଜ ମନରେ ଅନ୍ତର୍ଦାହକୁ ନିବେଦନ କରିଛନ୍ତି। କବି ବଳରାମଙ୍କ ବର୍ଣ୍ଣନାରେ ଯେ ଶକୁନ୍ୟମାନ ଯେ ବିପରୀତ ବିଷୟ ମୋହର ମନକୁ ଯେ ଶୁଭ ନ ଆସଇ ଆବିର୍ଭାବ ହୋଇଛି। ଶିରରେ ନାଗବନ୍ଧ, କଷାଏ, ବସ୍ତ ପରିହିତ ପିଙ୍ଗଳାଜଟା ଓ ତୁଳସୀ ରୁଦ୍ରାକ୍ଷମାଳ ବିଭୂଷିତ ହୋଇଥିବା ପରଶୁରାମଙ୍କର ବାମ ହାତରେ ବୈଷ୍ଣବଧନୁ ଓ ଡାହାଣ ହାତରେ କୁଠାର ଶୋଭା ପାଉଥିଲା। ଏକାଧାରରେ ତପସ୍ୱୀ ସୁଲଭ ଓ ବୀରତ୍ୱର ବେଶଭୂଷା ବିଭୂଷିତ ପରଶୁରାମଙ୍କ ପାଖରେ ରାଜା ଦଶରଥଙ୍କର ସମସ୍ତ କାକୁସ୍ଥ ନିବେଦନ ବ୍ୟର୍ଥ ହୋଇଛି। ପୁତ୍ରର ସୁରକ୍ଷା ପାଇଁ ସେ ବାରମ୍ବାର ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷରେ ସ୍ୱର୍ଗାଧୁପତି ଇନ୍ଦ୍ରଦେବର ଯେଉଁ ଶିବଧନୁକୁ ଚାଳନା କରିବାକୁ ଅସମର୍ଥ, ଯେଉଁ ଧନୁରେ ତ୍ରିପୁର ବିଜୟୀ ତ୍ରିପୁରାସୁରର ଧ୍ୱଂସ ସାଧନ ହୋଇଥିଲା, ସେ ବିରାଟ ଶିବଧନୁକୁ ଭଗ୍ନ କରିଥିବା ମହାବୀର ଶ୍ରୀରାମଙ୍କ ପ୍ରତି ପରଶୁରାମ ଈର୍ଷାପରାୟଣ ହୋଇଉଠିଛନ୍ତି। ସେ ତାଙ୍କର ବୈଷ୍ଣବଧନୁରେ ଗୁଣ ଚଢ଼ାଇବା ପାଇଁ ଶ୍ରୀରାମଙ୍କୁ ବାଧ୍ୟ କରିଛନ୍ତି ଓ ମର୍ୟାଦା ପୁରୁଷ ଶ୍ରୀରାମ ଅନାୟାସରେ ସେଥିରେ ଗୁଣ ଚଢ଼ାଇ ତାହାକୁ ଦୁଇଫାଳ କରିବା ସହ ତେଜସ୍ୱୀ ପରଶୁରାମଙ୍କର ସମସ୍ତ ଦମ୍ଭ ଓ ଆସ୍ଫାଳନକୁ ବ୍ୟର୍ଥ କରିଦେଇଛନ୍ତି। ଯୁଗେ ଯୁଗେ ଦମ୍ଭ, ଦର୍ପ ଓ ଅହଙ୍କାର ନିକଟରେ ଶୀଳତା ଓ ବିନମ୍ରତା ବିଜୟ ଲାଭ କରେ। ଶ୍ରୀରାମ ପରଶୁରାମଙ୍କର ପରଲୋକର ସମସ୍ତ ପାପଭାର ଛେଦନ କରିଛନ୍ତି ଓ ପରଶୁରାମ ସେହିଦିନଠାରୁ କ୍ଷତ୍ରିୟକୁଳ ପାଇଁ ହିଂସ୍ର ଆଚରଣକୁ ପରିତ୍ୟାଗ କରିଛନ୍ତି। ରାମ ଓ ପରଶୁରାମଙ୍କର ଏହି ସାକ୍ଷାତକାରକୁ ନେଇ ଏକ ଆପ୍ତବାକ୍ୟର ଯଥାର୍ଥତା ପ୍ରତୀୟମାନ ହୁଏ। ଉଗ୍ରତା ପତନ ବ୍ୟଗ୍ର ଗତିରେ ନମ୍ରତାର ସ୍ଥିତ ସେହ ପ୍ରୀତିରେ। ଏହି ଚିରନ୍ତନୀ ସତ୍ୟକୁ କବି ବଳରାମ ଦାସ ତାଙ୍କର ପରଶୁରାମ ଭେଟ କବିତାରେ ପ୍ରମାଣିତ କରିଛନ୍ତି, ଯାହାକି ଆଲୋଚ୍ୟ କବିତାର ବୈଶିଷ୍ଟ୍ୟ ବା ଭାବାଦର୍ଶ ଅଟେ। 2. ପରଶୁରାମ ଭେଟ କବିତାର ନାମକରଣର ସାର୍ଥକତା ପ୍ରତିପାଦନ କର, ଅଥବା ଆଲୋଚ୍ୟ କବିତାଟିର ଶୀର୍ଷକ ପରଶୁରାମ ଭେଟ 12 ଯଥାର୍ଥତା ପ୍ରତିପାଦନ କର। ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦ୍ୟକାଣ୍ଡର ଅଂଶବିଶେଷ ଅଟେ। ଉକ୍ତ କବିତାଟିର ମୁଖ୍ୟ ପ୍ରସଙ୍ଗ ରୂପେ ମର୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଓ ମହାତେଜା ମର୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଜନକନନ୍ଦିନୀ ସୀତାଙ୍କର ପାଣିଗ୍ରହଣ କରିଛନ୍ତି। ମହାରାଜା ଦଶରଥ ଆନନ୍ଦ ଉତ୍ସବ ମୁଖରିତ ପରିବେଶରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଜୟୀ ବୀର ଶ୍ରୀରାମଚନ୍ଦ୍ରଙ୍କୁ ଗନ୍ତବ୍ୟ ମାର୍ଗରେ ଅବସ୍ଥିତ ରାଜ୍ୟମାନଙ୍କର ରାଜାମାନେ ବିଭିନ୍ନ ଉପହାର ପ୍ରଦାନ କରି ଅଭିନନ୍ଦନ ଜଣାଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କବିତାର ଗତିସ୍ରୋତ ଭିନ୍ନ ମୋଡ଼ ନେଇଛି। ରାଜା ଦଶରଥଙ୍କୁ ଆକସ୍ମିକ ଭାବରେ ବିଭିନ୍ନ ଅଶୁଭ ସଂକେତମାନ ଦୃଷ୍ଟିଗୋଚର ହୋଇଛି। ରାଜାଙ୍କର ବାମକ୍ଷେତ୍ରର ସ୍ଫୁରଣ ସହିତ ଶାଗୁଣା, ବିଲୁଆ, କାକପକ୍ଷୀର ଆବିର୍ଭାବ, ସୂର୍ଯ୍ୟଙ୍କର ତେଜହାନି, ଧୂମକେତୁର ବିତ୍ପାତ, ଆକସ୍ମିକ ଝଡ଼ବାତ୍ୟା ପ୍ରଭୃତି ଅବଲୋକନ କରି ରାଜା କୁଳଗୁରୁ ବଶିଷ୍ଠଙ୍କ ସହ ଆସନ୍ନ ବିପଦର ଆଶଙ୍କା ନେଇ ପରାମର୍ଶ କରିଛନ୍ତି। ବଶିଷ୍ଠ ସର୍ବଜ୍ଞାତା ଋଷି ଶ୍ରେଷ୍ଠ। ଉପସର୍ଗର କାରଣ ସ୍ୱରୂପ ସିଦ୍ଧବନସ୍ଥିତ ଶ୍ରେଷ୍ଠ ତପସ୍ୱୀ ଓ କ୍ଷତ୍ରିୟକୁଳର ଦର୍ପଦଳନ ବୀରଶ୍ରେଷ୍ଠ ପରଶୁରାମଙ୍କ ସମ୍ପର୍କରେ ସେ ଅବଗତ କରାଇଛନ୍ତି। କବିଙ୍କ ବର୍ଣ୍ଣନାରେ କ୍ଷତ୍ରିଙ୍କର ଐରି ଯେ ଅଟଇ ପରଶୁରାମ, ସିଦ୍ଧବନେ ଯେହୁ କରି ଅଛଇ ଆଶ୍ରମ। ପରଶୁରାମ କ୍ଷତ୍ରିୟକୁଳର ବିଧ୍ୱଂସକାରୀ ଅଟନ୍ତି। ପିତା ଯମଦଗ୍ନିଙ୍କର ମୃତ୍ୟୁର ପ୍ରତିଶୋଧ ପରାୟଣ ହୋଇ ସେ 21 ଘୋଷଯାତ୍ରା କରି ବୀରଶୂନ୍ୟ କରି ସିଦ୍ଧବନରେ ଧ୍ୟାନରତ ଥିଲେ। ତାଙ୍କ ପାଇଁ କ୍ଷତ୍ରିୟର ବୀରବାଦ୍ୟ ଅସହ୍ୟ। ପରେ ସେ ଶ୍ରୀରାମଙ୍କ ଦୁର୍ଜୟ ଶିବଧନୁ ଭଗ୍ନ ଓ ସୀତା ବିବାହ ପ୍ରସଙ୍ଗ ଅବଗତ ହୋଇଛନ୍ତି। କ୍ଷତ୍ରିୟ ଶିରୋମଣି ଦଶରଥଙ୍କର ବୀରତ୍ୱ ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିବାରୁ ସେ ପ୍ରତିଶୋଧପରାୟଣ ହୋଇ ତାଙ୍କର ପଥରୋଧ କରିଛନ୍ତି। ପରଶୁରାମଙ୍କର ଏହି ସମୟରେ ଉପସ୍ଥିତିକୁ କବି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ବୀରଦର୍ପ ରଞ୍ଜନ ପୁଂ ବୀରଙ୍କର ନାଥ ଯେ ବୀର ବୋଲିବ ଛେଦଇତା ର ମାଥ। ପ୍ରଳୟ ଅଗ୍ନିଶମ ମହାତେଜନାଳୀ ପରଶୁରାମଙ୍କ ଦେଖ ରାଜା ଦଶରଥ ପୁତ୍ର ଶ୍ରୀରାମଙ୍କ ସୁରକ୍ଷା ପାଇଁ ଯୁକ୍ତକରରେ ବିନୟପୂର୍ଣ୍ଣ ପ୍ରଶସ୍ତିମାନ ଗାନ କରିଛନ୍ତି। କବି ବଳରାମଙ୍କ ବର୍ଣ୍ଣନାରେ ଦନ୍ତେ ତୀରଣ ଧରି କରଇ ଦୈନି ବେଳେକ ରକ୍ଷାକର ମୋତେ ବ୍ରହ୍ମମୁନି। ପୋଅନ୍ତ ଛାଡ଼ି ମୋତେ ପକା ମାରି ମୋର ଦୋଷ ନାହିଁ ତୋତେ ତପଚାରି। ମାତ୍ର ମହଦର୍ପ ପରଶୁରାମ ନିଜ ଜିଦ୍ରରେ ଅଟଳ। ଯେଉଁ ଧନୁକୁ ଇନ୍ଦ୍ରଦେବ ଧାରଣ ପାଇଁ ଅସମର୍ଥ, ଯେଉଁ ବା ବୀରଶ୍ରେଷ୍ଠ ଶ୍ରୀରାମଙ୍କୁ ସେ ବୀରତ୍ୱର ପରୀକ୍ଷା ଦେବା ପାଇଁ ଆହ୍ୱାନ କରିଛନ୍ତି।
ନିଜର ବୈଷ୍ଣବ ଧନୁରେ ଗୁଣ ଚଢ଼ାଇବା ପାଇଁ ସେ ଶ୍ରୀରାମଙ୍କୁ ବାଧ୍ୟ କରିଛନ୍ତି। କବିଙ୍କ ବର୍ଣ୍ଣନାରେ ଯେ କୋଦଣ୍ଡ ଯେବେ ଦେଇପାରୁ ଗୁଣ, ଜାଣିମା ତୋହର କେତେ ଅଛି ପ୍ରାଣ। ମର୍ୟାଦା ପୁରୁଷ ଶ୍ରୀରାମ ବିନମ୍ରତାପୂର୍ବକ ପରଶୁରାମଙ୍କୁ ନମସ୍କାର ଜଣାଇ ଧନୁକୁ ଧାରଣ କରିବା ସହ ସେଥରେ ଗୁଣ ଚଢ଼ାଇ ଇହଲୋକ ବା ପରଲୋକ କେଉଁଠାକୁ ବିନ୍ଧିବେ ବୋଲି ପରଶୁରାମଙ୍କୁ ଜିଜ୍ଞାସା କରିଛନ୍ତି। ବୀରଶ୍ରେଷ୍ଠ ଶ୍ରୀରାମଙ୍କର ଅପୂର୍ବ ବୀରତ୍ୱରେ ଚମତ୍କୃତ ହୋଇ ପରଶୁରାମ ତାଙ୍କର ପରଲୋକ ପାପଭାର ଛେଦନ ପାଇଁ ନିବେଦନ କରିଛନ୍ତି। ବ୍ରାହ୍ମଣ ହୋଇ ସେ ଅନେକ କ୍ଷତ୍ରିୟଙ୍କ ହତ୍ୟାର କାରଣ ହୋଇଛନ୍ତି। ନିରୀହ ନର ରକ୍ତରେ ନିଜର ହସ୍ତକୁ କଳଙ୍କିତ କରିଛନ୍ତି। ସେ ଆଜି ଅନୁତପ୍ତ। କବିଙ୍କ ବର୍ଣ୍ଣନାରେ ବ୍ରାହ୍ମଣ ହୋଇନୁ ମୁଁ କ୍ଷତ୍ରିୟ ବଧ କଲି ଅହନ୍ତାରେ ଅନେକ ମନୁଷ୍ୟ ମାରିଲି। ପରମ କାରୁଣିକ ଶ୍ରୀରାମ ପରଲୋକକୁ ଧନୁଚାଳନା କରିବା ସହ ପରଶୁରାମଙ୍କ ବୈଷ୍ଣବ ଧନୁକୁ ଦୁଇଖଣ୍ଡ ଯେଉଁ ରକ୍ତପାତର ବିଭୀଷିକା ସୃଷ୍ଟି ହୋଇଥିଲା ଶ୍ରୀରାମଙ୍କ ସହିତ ସାକ୍ଷାତ ପରେ ତାର ଅବସାନ ହୋଇଛି। ଅନୁତପ୍ତ ପରଶୁରାମ ପୂର୍ବର ସମସ୍ତ ଅହଙ୍କାରକୁ ବିସର୍ଜନ ଦେଇ ତପସ୍ୱୀ ସୁଲଭ ଶାନ୍ତ ଓ ପବିତ୍ର ପଥରେ ପାଦ ଦେଇଛନ୍ତି। ତେଣୁ କବିତାଟିର ନାମକରଣ ପରଶୁରାମ ଭେଟ ରଖାଯାଇଥିବା ଯଥାର୍ଥ ଓ ସମୀଚୀନ ଅଟେ। 3. ପଠିତ କବିତାରୁ ପରଶୁରାମଙ୍କ ଚରିତ୍ର ଚିତ୍ରଣ କର କିମ୍ବା ଆଲୋଚ୍ୟ କବିତାର ଅବଲମ୍ବନରେ ପରଶୁରାମ ଚରିତ୍ର ଉପରେ ଆଲୋକପାତ କର। ଆଲୋଚ୍ୟ ପରଶୁରାମ ଭେଟ ଶୀର୍ଷକ କବିତାଟି ଭକ୍ତକବି ବଳରାମ ଦାସଙ୍କର ଜଗମୋହନ ରାମାୟଣର ଚାରିପୁତ୍ର ମଧ୍ୟରେ ଅନ୍ୟତମ ଥିଲେ। ପୌରାଣିକ ମତାନୁଯାୟୀ ପରଶୁରାମଙ୍କ ପିତା ଯମଦଗ୍ନିଙ୍କୁ କ୍ଷତ୍ରିୟ ରାଜା କାର୍ତ୍ତବୀର୍ୟ ବା ସହସ୍ରାର୍ଜୁନ ବିନା କାରଣରେ ହତ୍ୟା କରିଥିବାରୁ ପରଶୁରାମ ପିତୃହତ୍ୟାର ପ୍ରତିଶୋଧ ନେବା ପାଇଁ 21 ବାର ଘୋଷଯାତ୍ରା କରି ବୀରଶୂନ୍ୟ କରିଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ସିଦ୍ଧବନରେ ଆଶ୍ରମ ସ୍ଥାପନ କରି ସେଠାରେ ସାଧନା, ଉପାସନା ଓ ଧ୍ୟାନ ଧାରଣାରେ ନିଜକୁ ନିୟୋଜିତ କରିଥିଲେ। ତଥାପି କ୍ଷତ୍ରିୟଙ୍କ ବୀରକାବ୍ୟ ତାଙ୍କ ପାଇଁ ଅସହ୍ୟ ଥିଲା। ବୀରତ୍ୱର ଶୁଣି ସେ ତାହାର ବିରୋଧ କରିବା ସହ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରୁଥିଲେ। ମହାରାଜା ଦଶରଥ ନବବିବାହିତ ପୁତ୍ରବିଦୁଙ୍କ ସହ ଉତ୍ସବ ମୁଖରିତ ପରିବେଶରେ ବୀରତ୍ୱର ବଜାଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମୟରେ ସିଦ୍ଧବନରେ ବିଶ୍ରାମ ନେଇଛନ୍ତି। ସୈନ୍ୟମାନଙ୍କ କୋଳାହଳ ଓ ବୀରତ୍ୱର ଶୁଣି ପରଶୁରାମଙ୍କର ଧ୍ୟାନଭଗ୍ନ ହୋଇଛି। ପୂର୍ବରୁ ସେ ଶ୍ରୀରାମଙ୍କ ଦୁର୍ଜୟ ଶିବଧନୁଭଗ୍ନ ସମ୍ପର୍କରେ ଅବଗତ ଥିଲେ। ମାତ୍ର ତାଙ୍କରି ଆଶ୍ରମମାର୍ଗରେ ପୁତ୍ର ଶ୍ରୀରାମଙ୍କ ବିଜୟଯାତ୍ରାର ବୀରତ୍ୱର ସେ ଅସହିଷ୍ଣୁ ହୋଇ ତାଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି। ପ୍ରତିଶୋଧପରାୟଣ ପରଶୁରାମଙ୍କ ପାଇଁ ବୀରତ୍ୱ ଓ ବୀରବାଦ୍ୟ ଅସହ୍ୟ କବିଙ୍କ ବର୍ଣ୍ଣନାରେ ହୋଇଯାଇଥିଲା। ନିଜର ବେଶଭୂଷାରେ ମଧ୍ୟ ସେ ପିଙ୍ଗଳବର୍ଣ୍ଣ ଜଟା, କଷାୟ ବସ୍ତ୍ର, ତୁଳସୀ ରୁଦ୍ରାକ୍ଷମାଳା ସହ ବାମହସ୍ତରେ ଧନୁ ଓ ଦକ୍ଷିଣ ହସ୍ତରେ କୋଠାର ଧାରଣ କରୁଥିଲେ। ଋଷି ହୋଇ ମଧ୍ୟ ସେ ପିତୃହତ୍ୟାର ପ୍ରତିଶୋଧ ନେବା ପାଇଁ ରକ୍ତପାତର ବିଭୀଷିକା ସୃଷ୍ଟି କରିଥିଲେ। ବ୍ରହ୍ମେଣ ବ୍ରହ୍ମ ତୁ ଯୋଗେଣ ଯୋଗେଶ୍ୱର କ୍ଷତ୍ରିବୃତ ପଣେ ତୁ ଅଟୁ ଚକ୍ରଧର। ବ୍ରାହ୍ମଣ କୁଳସମ୍ଭୂତ ପରଶୁରାମ ବ୍ରହ୍ମାଙ୍କ ପରି ଧାନସିଦ୍ଧ, ଶିବଙ୍କ ପରି ମହାଯୋଗୀ ଓ ବିଷ୍ଣୁଙ୍କ ପରି କ୍ଷତ୍ରିୟ କୁଳର ଗରିଷ୍ଠ ଓ ଶ୍ରେଷ୍ଠ ଅଟନ୍ତି। କୌଣସି କ୍ଷତ୍ରିୟର ଗୌରବ ତାଙ୍କ ପାଇଁ ଅସହ୍ୟ। କ୍ଷତ୍ରିୟ କୁଳମଣ୍ଡନ ଶ୍ରୀରାମଙ୍କ ବୀରବାଦ୍ୟ ତାଙ୍କ ପାଇଁ ଅସହ୍ୟ ହୋଇଉଠିଛି। ପିତା ଦଶରଥଙ୍କ ସମସ୍ତ ନିବେଦନ ପ୍ରାର୍ଥନା ଓ କାର୍ପଣ୍ୟତାକୁ ପ୍ରତ୍ୟାଖ୍ୟାନ କରି ସେ ନିଜର ବୈଷ୍ଣବ ଧନୁରେ ଗୁଣ ଚଢ଼ାଇବା ପାଇଁ ସେ ଶ୍ରୀରାମଙ୍କୁ ଆମନ୍ତ୍ରଣ କରିଛନ୍ତି। କବିଙ୍କ ବର୍ଣ୍ଣନାରେ ଯେ କୋଦଣ୍ଡେ ଯେବେ ଦେଇପାରୁ ଗୁଣ, ଜାଣିମା ତୋହର କେତେ ଅଛି ପ୍ରାଣ। ମହାବୀର ଶ୍ରୀରାମ ବିଜୟପୂର୍ବକ ବୈଷ୍ଣବ ଧନୁରେ ଗୁଣ ଚଢ଼ାଇ ପରଶୁରାମଙ୍କୁ ସ୍ତବ୍ଧ କରିଦେଇଛନ୍ତି। ଜଳନ୍ତା ଅଗ୍ନିରେ ଜଳ ସଞ୍ଚାର ପରି ପରଶୁରାମଙ୍କର ସମସ୍ତ ଦର୍ପ ଦମ୍ଭ ଓ ଅହଙ୍କାରର ଅବସାନ ହୋଇଛି। ଅନୁତାପ ଦଗ୍ଧ ପାପକୁ ଛେଦନ ପାଇଁ ନିବେଦନ କରିଛନ୍ତି। ପୂର୍ବର ପ୍ରତିଶୋଧ ଅଗ୍ନିରେ ଜର୍ଜରିତ ପରଶୁରାମଙ୍କ ଚରିତ୍ରରେ ଅନୁତାପର ସ୍ନିଗ୍ଧ ଶୀତଳ ଖେବୋକ୍ତିକୁ କବି ଚମତ୍କାର ଭାବରେ ପରିସ୍ଫୁଟନ କରିଛନ୍ତି। ବ୍ରାହ୍ମଣ ହୋଇ କ୍ଷତ୍ରିୟ ବଧ କଲି ଅହନ୍ତାରେ ଅନେକ ମନୁଷ୍ୟ ପାଇଲି। ବ୍ରାହ୍ମଣ କୁଳସମ୍ଭୂତ ପରଶୁରାମ ଦୟା, କରୁଣା, ସେବା ଓ ସହନଶୀଳତାକୁ ବିସର୍ଜନ ଦେଇ ପ୍ରତିଶୋଧର ଅଗ୍ନିରେ ପୃଥିବୀକୁ ଧ୍ୱଂସ କରିଦେଇଛନ୍ତି। ଋଷି ହୋଇ ମଧ୍ୟ ସେ ନିରୀହ ନର ରକ୍ତରେ ଧରଣୀକୁ ରକ୍ତରଞ୍ଜିତ କରିଛନ୍ତି। ସେ ମହାପାପରୁ ମୁକ୍ତି ପାଇଁ ସେ ଯୁକ୍ତକରରେ ଶ୍ରୀରାମଙ୍କ ପାଖରେ ଭିକ୍ଷା କରିଛନ୍ତି। ସ୍ୱର୍ଗକୁ ଗଲେ ମୋତେ ଲାଗିବ ଅବଶ୍ୟ ପାପ ତୁ ସେ ଶ୍ରୀରାମ ହର ମୋହର ତାପ। କରୁଣାନିଧାନ ଶ୍ରୀରାମ ପରଶୁରାମଙ୍କର ପରଲୋକ ପାପର ଛେଦନ କରିବା ସହ ତାଙ୍କର ନର ରକ୍ତରଞ୍ଜିତ ଧନୁକୁ ଦୁଇଖଣ୍ଡ କରିଦେଇଛନ୍ତି। କ୍ଷତ୍ରିୟ କୁଳର ଧୂମକେତୁ ଦାମ୍ଭିକ ପରଶୁରାମ ପୁନଶ୍ଚ ବ୍ରହ୍ମଣୋଚିତ କାରୁଣ୍ୟ ଓ ଶାନ୍ତ ଓ ଋଷିସୁଲଭ ଗୁଣାବଳୀରେ ମୂର୍ତ୍ତିମାନ ହୋଇଛନ୍ତି। ଧରଣୀ ପୃଷ୍ଠରୁ ଧବଂସର ତାଣ୍ଡବଲୀଳାର ଅବସାନ ହୋଇ ଶାନ୍ତି ସହ ପରଶୁରାମ ଚରିତ୍ରରେ ଚମତ୍କାର ଭାବରେ ପରିବର୍ତ୍ତନର ସୂତ୍ରପାତ ହୋଇଅଛି। 4. ପରଶୁରାମ ଭେଟ କବିତାରେ କବିଙ୍କର ବର୍ଣ୍ଣନାଶୈଳୀ ସମ୍ପର୍କରେ ଆଲୋଚନା କର ଅଥବା ଆଲୋଚ୍ୟ ପରଶୁରାମ ଭେଟ କବିତାଟିର ଆଧାରରେ କବି ବଳରାମ ଦାସଙ୍କର ବର୍ଣ୍ଣନା ବୈଚିତ୍ର୍ୟର ବିଶ୍ଳେଷଣ କର। ଭକ୍ତକବି ବଳରାମ ଦାସଙ୍କର ଜଗମୋହନ ରାମାୟଣର ଆଦ୍ୟକାଣ୍ଡରୁ ଆଲୋଚ୍ୟ ପରଶୁରାମ ଭେଟ ଶୀର୍ଷକ କବିତାଟିର ଉଦ୍ଧାର କରାଯାଇଛି। କବି ବଳରାମ ଦାସଙ୍କର ଜଗମୋହନ ରାମାୟଣ ଦାଣ୍ଡି ବୃତ୍ତରେ ଲିଖ। ଏହି ବୃତ୍ତର ଲକ୍ଷଣ ଅନୁଯାୟୀ ଏହାର ଅକ୍ଷର ସଂଖ୍ୟା ଗୋଟିଏ ଗୋଟିଏ ପାଦରେ 11 ଠାରୁ 22 ପର୍ଯ୍ୟନ୍ତ ହୋଇଛି। ଅକ୍ଷର ସଂଖ୍ୟା ସମାନ ନ ରହିଲେ ମଧ୍ୟ ଅନ୍ୟାନ୍ୟ ମିତ୍ରାକ୍ଷରର କବିତା ପରି ଏହାର ଦୁଇ ପାଦରେ ଏକ ପଦ ହୁଏ। ପାଦଦ୍ୱୟର ଶେଷ ଅକ୍ଷରରେ ମେଳ ରହିଥାଏ। ଗାୟକ ନିଜର ସୁବିଧା ଅନୁସାରେ ନିଜର ସ୍ୱରକୁ ଲମ୍ବାଇ କିମ୍ବା କମାଇ କରି ଜ୍ୟୋତିପାତ କରିଥାଏ। କବି ବଳରାମ ଦାସଙ୍କର ଆଲୋଚ୍ୟ ପରଶୁରାମ ଭେଟ କବିତାଟି ଜଗମୋହନ ହୋଇଥାଏ।
एतद्व्यतीत कविंकर शब्द संयोजना वर्णना वैचित्र तथा सेही समयर सामाजिक चित्र और लोक विश्वास को कवि अति चमत्कार भावरे उक्त कविताटीरे परिस्फुटन कराई पारिछंती। सेही समयर सामाजिक प्रथा अनुसारे वीरश्रेष्ठ क्षत्रिय राजामानंकु आनुगत्यरे अन्य राज्यर राजामाने विभिन्न उपहारमान प्रदान करिथा अंति। मर्यादा पुरुष श्रीरामचंद्र दुर्जय शिवधनुकु भग्न करी सीतांकु विवाह करिबा द्वारा तांकर जशख्याति और वीरत्व समग्र वीर राजामानंकु तांको प्रति अनुरक्त तथा अनुगत करि देइथिला। तेणु फेरंता बाटरे राजामाने तांकु विभिन्न उपहारमान प्रदान करी उच्छ्वसित संबर्धना जणाइथिले। कवि एही लोकप्रचलित पारंपरिक रीतिकु अति सुंदर भावरे वर्णना करिसंती। मिथिला कटकरु से होइले बाहर बाटे राजामाने जे दियंती उपहार। कविताटीर परवर्ती पर्याୟରେ दशरथ विभिन्न अशुभ संकुलमान देखु विचलित हेबा जथा बाम नयनर स्फुरण, शागुणा, बिलुआ और काक प्रभृति पशुपक्षींक आगमन, धूमकेतुर आविर्भाव, सूर्यंक किरण मोहनरे स्वीकार करिसंती। जेर संकुलमान जे विपरीत दिशई मोहर मनकु जे शुभ न आसई। कविताटीर परवर्ती पर्याୟରେ कवि बलराम दास पंचम 16 शताब्दी मध्य सुंदर उपमा प्रयोग करी आलोच्य कविताटीको अत्यंत रोचक तथा श्रुतिमधुर करिसंती। दशरथंक विशाल सैन्यबाहिनीकु समुद्र जलकु उदरस्थ करिदेला परि परशुरामंक प्रभाव निकटरे राजांक सैन्यमाने अति नगण्य थिले। कवि एही व्यतिक्रमकु चमत्कार उपमा प्रयोग करी वर्णना करिसंती। समुद्रकूले कि अगस्ती आसी होए देखुन सैन्यहि जे कले महाभये। सेहीपरि कवि महायोद्धा परशुरामंकु कवि प्रलय अग्नि और सूर्यंक सह तुलना करी राजांकर सैन्यमानंकु पृथिवी सह तुलना करिबा मध्य कविंकर सुंदर उपमा प्रयोगर दृष्टांत अटे। रोचक और रसपूर्ण करि देई अछि। वीरश्रेष्ठ श्रीरामचंद्र शिवधनु भग्न करी सीतांकु विवाह करिथिले। पथ आशंका कविवर विचित्र रसानुभूतिर परिचय दिए। कवि अति सुंदर भावरे देवी सीतांकर मानसिक अंतर्दाहकु परिस्फुटन कराई वर्णना करिसंती। कोदंड आमंचन्ते मोते विवाह कला, जेबे तो जे ऋषि दियई सरासन चाप आमंजुले देव कन्यादान। मनस्तत्वकु अनुसरण करी तपस्विनी रे मध्य परिस्फुटन करिसंती। दूतमुखु शुणी एबे अश्वमेध कथा जानकी हृदय हेला आकस्मिक व्यथा, अंके बसाइले आनी द्वितीया रमणी। एहिठारे तो गोटिए कविर वर्णना वैशिष्ट्य चरमसीमा को स्पर्श करिथाए, जेउंठी ताहा उत्तर पीढ़ी को जेपरी रुचिपूर्ण सेहीपरि चमत्कार सुदूरप्रसारी अटे जहाँ आगामी स्रष्टा मानसरे आलोड़न सृष्टि होइथाए। 5 पठित कविता अवलंबनरे परशुरामंकर अहंकारर पतन किभଳି होइथिला वर्णना कर। अथवा आलोच्य कविता को अनुसरण करी परशुरामंक अहमिकारूपी सूर्य किपरि अस्तमित होइथिला आलोचना कर। आलोच्य परशुराम भेट शीर्षक कविताटी भक्तकवि बलराम दासंक विरचित जगमोहन रामायण र आद्यकांडर अंशविशेष अटे। एठारे कवि क्षत्रिय कुल निषुदन महावीर महातेजा परशुरामंकर औद्धत्य और अहमिका उपरे आलोकपात करिसंती। महातेजा परशुराम महर्षि जमदग्नि और रेणुकांकर पुत्र थिले। परशुरामंकर अनुपस्थितिरे क्षत्रिय राज सहस्रार्जुन कार्तवीर्य तांको पिता जमदग्निंकु अन्याय युद्धरे निधन करिथिबारु परशुराम सेही दिनठारु निज पितृहत्यार प्रतिशोध नेबा पाई अत्यंत उग्र और उद्दंड होई पड़िथिले। 21 बार युद्धयात्रा करी से समयर क्षत्रिय और वीरशून्य करि देइथिले, ध्यानरत थिले। अन्य पक्षरे अयोध्याराज दशरथंक पुत्र श्रीरामचंद्र मिथुलारे शिवधनु भग्न करी जनकनंदिनी पुत्रबधूंक सह अयोध्या प्रत्यागमन अवसରରେ सिद्धवनरे विश्राम नेइछंती। वीरत्वर बाद्ୟରେ परशुरामंकर ध्यानभग्न होइछि। समस्त से वीरशून्य करि देइछंती। पुनर्बार वीरतुर बाद्ୟରେ से स्तचकित होई विचार करिछंती। आबर कबिरे अछंती देह घेनी वीरंत मारी शून्य कलई मेदिनी। निज पितृहत्यार प्रतिशोध नेबा पाई से क्रोधरे अंध होई जाइछंती। ब्राह्मण होई मध्य से क्षत्रिय राष्ट्रे निजर करबाक रंजित करिछंती। उग्र और उदंड मूर्ति धारण करी से समग्र वीरशून्य करिबा सहित नररक्तरे धरणीकु जर्जरित करि देइछंती। परशुरामंकर अहमिकार परिचय तांकरी निजस्व मतरे से परिप्रकाश करिछंती। वीरदर्प गंजन मु वीरंकर नाथ जे वीर बोलिब छेदई तार मा। क्षत्रिय कुलर वीरत्व तांको पाई असह्य। तेणु वीरश्रेष्ठ श्रीरामंकर वीरवाद्य शुणी से असंतुष्ट होई पड़िछंती। पितृहत्यार प्रतिशोध बनी पुनर्बार तांकर प्रज्वलित होई उठिछि। तेणु से ध्यानरत मृगचर्म परिहित तुलसीमालाधारी बेसरे धनु और कोठार धारण करी उग्र और उद्दंड दशरथंक सम्मुखरे आविर्भाव होइछंती। दशरथंक समस्त आई प्रार्थना और अनुनय विनय को कर्णपात नकरी से पुत्र श्रीरामंक वीरत्वर परीक्षा नेबा पाई अत्यंत व्यग्र और उग्र होई पड़िछंती। मेरुठारु गरियान और वज्रठारु शक्त शिवधनुकु खंडविखंड बा श्रीरामंकु से निजर वैष्णवधनुरे गुणचालना करी वीरत्वर प्रमाण देबा पाई बाध्य करिछंती। महावीर श्रीराम विनय सहकारे परशुरामंक चरण वंदना करी उक्त आह्वानकु स्वीकार करिछंती। परमुहूर्तरे से सेही दिव्यधनुरे गुणचालना करी परशुरामंकु स्तब्ध चकित करि देइछंती। कविंक वर्णनारे बाम भुजे धरी नदिले बामपाद गुण दियंते परशुराम होइले तबद। महातेजा परशुरामंकर सेही महाशक्तिशाली धनुकु से बामहातर खेल परि सेथुरे गुण चढ़ाइछंती। अपकर्मकु से रोमंथन करिछंती। प्रतिशोधपरायण होई से नर रक्तरे धरारंजित करी धरणीकु हाहाकारमय करि देइछंती।
ତେଣୁ ସେ ଶ୍ରୀରାମଙ୍କୁ ନିଜର ଅପକର୍ମ ଓ ପାପଭାରରୁ ମୁକ୍ତି ପାଇଁ ପରଲୋକକୁ ଧନୁଚାଳନା ପାଇଁ ପ୍ରାର୍ଥନା କରିଛନ୍ତି। ମର୍ୟାଦା ପୁରୁଷଶୀଳ ଓ ବିନମ୍ର ଶ୍ରୀରାମଙ୍କ ବ୍ୟକ୍ତିତ୍ୱ ଓ ବୀରତ୍ୱ ନିକଟରେ ଉଗ୍ର ଉଦ୍ଦଣ୍ଡ ପରଶୁରାମଙ୍କ ସମସ୍ତ ଔଦ୍ଧତ୍ୟ ଓ ଅହମିକାର ଅବସାନ ହୋଇଛି। ତାଙ୍କର ଅହଙ୍କାରରୂପୀ ସୂର୍ଯ୍ୟ ଅସ୍ତାଚଳଗାମୀ ହେବା ସହ ସେ ହୋଇ ସ୍ୱସ୍ଥାନ ପ୍ରତ୍ୟାବର୍ତ୍ତନ କରିଛନ୍ତି। କଠିନ ଶବ୍ଦାର୍ଥ ଓ ସୂଚନା।